गुरु साक्षात् परम ब्रह्म तस्मै श्री गुरवे नमः। ध्यानर्मूलं गुरुर्मूर्ते पूजामूलं गुरुर्पदम् मंत्रमूलं गुरुर्वाक्यं मोक्षमूलं गुरुर्कृपा। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत श्री राधा कांत नमस्तुते। लोकाभिरामं रणरंगधीरं राजीव नेत्रं रघुवंशनाथं कारुण्यरूपं करुणाकरं श्रीरामचन्द्रं शरणं प्रपद्ये। श्रीरामचन्द्रं शरणं प्रपद्ये। श्रीरामचन्द्रं शरणं प्रपद्ये। मनोजवं मारुततुल्यवेगं जितेन्द्रियबुद्धिमता वरिष्ठं वातात्मज वानरयूथमुख्यं श्रीरामदूतं शिरसा नमामि। श्रीरामदूतं शिरसा नमामि। श्रीरामदूतं शिरसा नमामि। बोले सियावर रामचंद्र भगवान की, पवन पुत्र हनुमान की, सीता मैया की, आज श्री राम जन्म महोत्सव की। मर्यादा पुरुषोत्तम भगवान श्री रामचंद्र को सीता मांकर चरण जुगल रे कोटि कोटि प्रणाम। तो उपस्थित थिबा मोर प्रिय कुरुकुबा केन्द्र समस्त बुद्धिजीवी बा ज्ञानी मातृमंडली कुनि कुनि पिला मानकु समस्त को मोर आंतरिक प्रणाम। हरि ओम नमो नारायण। राम जन्मटा आम कौथिर बेसी भल भाव जानूचु शुणुचु रामचरित मानस जानूचु ना नहीं। वाल्मीकि रामायण आम पढ़ी पार्छु के ना रामायण तो बहुत अच्छी। रामायण रघुनाथ कीर्तन रामायण अच्छे, हनुमान रामायण अच्छे, दांडी रामायण अच्छे, तुलसीदास रामायण अच्छे। एमती रामायण केते गुडी रामायण अच्छे, केते गुडी रामायण अच्छे बोल ना भी आमे जानी परिया ना। गुटे दिटा तीनटा आमे जानुछु, हेले वाल्मीकि रामायण आमे पढ़ी पारनु। किंतु बेसी भल भाव रे आमे कोडा पढुछु तुलसीदास रामायण आमे पढुछु ना। वाल्मीकि आगा तुलसीदास होइके पुणी जन्म हेले। किए जन्म हेले तुलसीदास होइके? वाल्मीकि जन्म हेले ना। वाल्मीकि केबे जन्म होइतले ना? वाल्मीकि त्रेता युग रे जन्म हेइ नथिले, वाल्मीकि सत्य युग रे जन्म होइतले। आ वाल्मीकि एते ज्ञानी थिले भगवान राम जन्म न होन 100 वर्ष पूर्व से कौन लिखिथिले? कौन लिखिथिले? रामायण लिखिथिले। माने भगवान जन्म हवा पाए 100 वर्ष बाकी थिला, ता 100 वर्ष पूर्व रामायण लिखिथिले। देखो भारतीय संस्कृतिर माने केते बड़ सत्य अछि, एमिति के लिखि परिबो के? वाल्मीकि एते ज्ञानी थिले, एते बड़ संत थिले, एते बड़ साधु थिले, भगवान राम जन्म हवा पाए 100 वर्ष पुणे बाकी थिला से लिखिथे जे एमिति भगवान जन्म हेले, एमिति भगवान अमुक देश रे जन्म हेले, अमुक रजांग गर्भरु भगवान जन्म हेले।
ସବୁ ଝିଅ ମାନେ ପୁଣି ରାମାୟଣ ପଢୁଥିଲେ ତ ଆଶ୍ଚର୍ଯ୍ୟ ହେଇଯାଉଥିଲେ, କାହିଁ ଭଗବାନ ଏମିତି ଜନ୍ମ ହେଇନାହାନ୍ତି ତ ବୋଲେ ବାଲ୍ମୀକି କହୁଥିଲେ ନିଶ୍ଚୟ ଜନ୍ମ ହେବେ। ତ ଭଗବାନ ରାମ ଜନ୍ମ ହେଲେ ନା ନାଇଁ? ଦେଖ ମାନେ ଭାରତୀୟ ସଂସ୍କୃତି କି ଆମେ ସିନା ବୁଝିପାରୁନୁ ବା ଜାଣିପାରୁନୁ, ଏମିତି ସନ୍ଥ ଗୁଡାକ ଅଛନ୍ତି, ଏମିତି ସାଧନା ଅଛି, ତ ଯୋଉ ସାଧନା କଲେ ଆମେ ଭବିଷ୍ୟତ କଥା ମଧ୍ୟ ଆମେ ଜାଣିପାରିବା। କିନ୍ତୁ ଆମେ କିଏ ଜାଣିପାରୁଛୁ ବେ? କାହିଁକି ଜାଣିପାରୁନୁ କହିଲ? ଆମେ ସାଧନା ଆମେ କରୁନୁ। ଆମେ କିଏ ସାଧନା କରୁଛୁ ବେ? ନାଇଁ। କିଛି ସମୟ ପାଇଁ ସତ୍ସଙ୍ଗରେ ବସୁଛୁ, ଗୋଟେ ସପ୍ତାହ ଗୋଟେ ଘଣ୍ଟାଟେ, ତାପରେ ସେଟା ଛାଡ ଭାଲିଆ ତୁଟାକୁ ଆଗେ ଯିବା ବୋଲିକି ଆମର ଇଚ୍ଛା ସବୁବେଳେ ଥାଉଛି। ଆଉ ଏମିତି ସବୁବେଳେ ଆମର ମନରେ କଣ ରହୁଛି? ସଂସାର ଚିନ୍ତା ବେଶୀ ରଖିବା ହେତୁ ଆମେ ଭଗବାନଙ୍କର ନିକଟବର୍ତ୍ତୀ ଆମେ ହେଇପାରୁନୁ। ଆମେ କାହାର ନିକଟବର୍ତ୍ତୀ ହେଇପାରୁନୁ? କିନ୍ତୁ ସଂସାର କଣ ଦଉଛି ଆଉ ଭଗବାନ ଆମକୁ କଣ ଦଉଛି? ଦେଖ ଆମେ ସମସ୍ତେ ଏଠି ସାଂସାରିକ ଆଗା, କିଏ ସନ୍ନ୍ୟାସୀ କିଏ? ସନ୍ନ୍ୟାସୀ କିଏ ନାହିଁ? ଆମର ଘର ଅଛି, ସ୍ତ୍ରୀ ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ଗାଡି ଅଛି, ଅଛି ନା ନାଇଁ? କିନ୍ତୁ ଆମେ କିଏ ସୁଖ ପାଉଛି କାହିଁ କହିଲ ଦେଖିବା ଟିକେ। ଜଣେ କହିବ ମୁଁ ପୁରା ପରମ ସୁଖ ମୁଁ ପ୍ରାପ୍ତ ହଉଛି ଆଜ୍ଞା ବୋଲି, କାହିଁ ହାତ ଦେଖିବ ଦେଖିବା। ପରମ ସୁଖ, ସୁଖ ବୋଲେ ଏମିତି ଫ୍ୟାନ ରେ ବସିଲେ ପବନ ବାଜିଲେ ସୁଖ, ସେଇଟା ସୁଖ ନାହିଁ। କରେଣ୍ଟ ପଳେଇଲା ଆହୁରି ଦୁଃଖ ଲାଗିବ, ସେଇଟା ପ୍ରକୃତରେ ସୁଖ ନାହିଁ। ମାନେ ଜାଗତିକ ସୁଖ ପ୍ରକୃତରେ ସୁଖ ନାହିଁ। ନାଇଁ, କୋଉ ସୁଖ ପ୍ରକୃତରେ ସୁଖ? ଆତ୍ମିକ ସୁଖ ହଉଛି ପ୍ରକୃତରେ। ସେ ଆତ୍ମିକ ସୁଖ ଆମେ କିଏ ପାଉଛେ କହିଲ? କେହି ହେଲା ଆମେ ପାଉନେ। କଣ ପାଇଁ ପାଉନେ? ନା ଆମର ସବୁବେଳେ ମନଟା କୁଆଡେ? ସଂସାର ଆଡେ। ହେଲେ ଆମକୁ ସେ ସୁଖ କିଏ ଦେବ? ରାମ ଦେଇପାରିବ। କିଏ ଦେଇପାରିବ? ରାମ ଦେଇପାରିବ। ରାମ ନାମରେ ସେତିକି ଶକ୍ତି ରହିଛି, ଅନନ୍ତ ଅସୀମ ଶକ୍ତି ରହିଛି ରାମ ନାମରେ। କିନ୍ତୁ ଆମେ ଜାଣିନୁ। ଆମେ ଜାଣିଛୁ କି? ଆମେ ବିଲକୁଲ ଜାଣିନୁ ରାମ ନାମର ମହିମା କି ରାମ ନାମରେ କଣ ଅଛି ଆମେ ଜାଣିନୁ। ଗୋଟେ ଦିଟା ବିଷୟ ମୁଁ ଆପଣଙ୍କୁ କହିବି ରାମ ନାମର କଥା, ସତ କଥା ମୁଁ କହୁଛି, ଯୋଉଟା ପୁରାଣ କଥା ନାହିଁ। ସେ ରାମ ନାମକୁ ଆମେ ମଧ୍ୟ ସ୍ମରଣ କରୁଛୁ ନା ନାଇଁ? କେତେବେଳେ କେତେବେଳେ ଆମେ ବି କରୁଛୁ ନା ନାଇଁ? ଆମର ଇଷ୍ଟ ଦେବତା ବି କିଏ ଯେ? ରାମ ନା ନାଇଁ? କିନ୍ତୁ ଆମେ ଶକ୍ତି କାହିଁକି ପାଉନୁ? ମହାପୁରୁଷ ମାନେ ଯୋଉ ଭଳିଆ ଶକ୍ତି ପାଉଛନ୍ତି, କାହିଁ ଆମେ ସେ ଶକ୍ତି ଆମେ ପାଉନୁ? ହନୁମାନ ଯୋଉ ଭଳିଆ ଶକ୍ତି ପାଇଥିଲେ, ହନୁମାନ ରାମ ନାମରୁ ଶକ୍ତି ପାଇଲେ ନା ଆଉ ଅନ୍ୟ ନାମକୁ ଉଚ୍ଚାରଣ କରୁଥିଲେ ନା? ରାମ ନାମରୁ ଆଗା ଶକ୍ତି ପାଇଲେ। କିନ୍ତୁ ଆମକୁ ମାତ୍ର ଶକ୍ତି ଆସୁନି। ଆସୁଛି କି? କାହିଁକି ଆସୁନି? ନା ହନୁମାନ କେମିତି ରାମ ନାମ ଉଚ୍ଚାରଣ କରୁଥିଲେ ତାର ତରିକାଟା ଅଲଗା। ନା ହନୁମାନ ସବୁଦିନ ପ୍ରାର୍ଥନା କରୁଥିଲେ। ନା କଣ ପ୍ରାର୍ଥନା କରୁଥିଲେ ରାମଙ୍କୁ? ଅରଥନ ଧର୍ମ ନ କାମ ରୁଚେ ନ ଚାହୁଁ ନିର୍ବାଣ, ଅରଥନ ଧର୍ମ ନ କାମ ରୁଚେ ନ ଚାହୁଁ ନିର୍ବାଣ, ଜନମ ଜନମ ରତି ରାମ ପଦ यह वरदान यह वरदान श्री राम जय राम जय जय राम जय जय सीता श्री राम जय राम जय जय राम जय जय राम श्री राम जय राम जय जय हेले ना हनुमान कौन बोली कि से प्रार्थना करतला भगवान राम को अर्थन धर्म न काम रुचि ना हनुमान कहतले मते अर्थ दरकार नाई अर्थ बोले कौन जानल परा सुभद्रा हैं
ହେଲା ନା ମତେ ଅର୍ଥ ଦରକାର ନାହିଁ, ଅର୍ଥ ନ ଧର୍ମ, ମତେ କିଛି ଧର୍ମ ଦରକାର ନାହିଁ। ଆମେ କଣ ପାଇଁ ଧର୍ମ କରୁଛୁ ଯେ ମୋର ପୁଅ ଏ 10th ରେ ଫାର୍ଷ୍ଟ ଡିଭିଜନ ରଖିବା ଅଛି ବୋଲିକି ଆମେ ମନ୍ଦିରକୁ ଯାଉଛୁ, ଏମିତିକା ଧର୍ମ ଆମେ କରୁଛୁ। ସେଟା ପ୍ରକୃତରେ ଧର୍ମ ନାହିଁ, ସେଟା ହଉଛି କାମନା ବା ଆସକ୍ତି, ସେ ଆମକୁ ତଳକୁ ନେଇଯିବ। ଧର୍ମର ରହସ୍ୟକୁ ଆମେ ଜାଣିବାକୁ ପଡିବ। ଅର୍ଥ ନ ଧର୍ମ ନ କାମ ରୁଚି, କାମ ବୋଲେ କଣ? ସ୍ତ୍ରୀ। ଆମକୁ ଯଦି ସୁନ୍ଦର ସ୍ତ୍ରୀ ଯଦି ଦୁଶ୍ଯିବ ବୋଲେ ସେଠି ଆମେ ଅଟକି ଯିବା ନା ନାଇଁ? ବଡ ବଡ ଲୋକ ଯାକ ମଧ୍ୟ ଯେତେବେଳେ ସୁନ୍ଦର ସ୍ତ୍ରୀ କି ଦେଖିଦେବେ ସେଠି ଅଟକି ଯିବେ। ହନୁମାନ କହୁଥିଲେ ନା ମତେ ଅର୍ଥ ଦରକାର, ନା ମତେ କିଛି କୀର୍ତ୍ତି ଧର୍ମର ମାନ ମର୍ଯ୍ୟାଦା ଦରକାର, ନା ମତେ କି ସ୍ତ୍ରୀ ଦରକାର। ଜନମ ଜନମ ରତି ରାମ ପଦ। ରତି ବୋଲେ କଣ? ପ୍ରେମ। ରତି ବୋଲେ କଣ? ଆମେ ଆମର ପୁଅକୁ କେତେ ପ୍ରେମ କରୁଛୁ କହିଲ? କେତେ ଟଙ୍କା ହେଲେ ମୋର ପୁଅ ପାଇଁ ଖର୍ଚ୍ଚ କରୁଛୁ। ଭୁବନେଶ୍ୱରରେ ବି ପାଠ ପଢେଇବି ସିନା ମୋର ପୁଅ ଚାକିରି ହେଇଯିବ। ରାମକୁ ଆମେ କେତେ ପ୍ରେମ କରୁଛୁ? ନା କରୁଛୁ କି ନାଇଁ? ଆମେ ହିନ୍ଦୁରେ ଅଛୁ ତ ଟିକେ ରାମ ରାମ କରିଦବା, ସତ୍ସଙ୍ଗରେ ଟିକେ ବସି ପଡିବା, ଏଇଭଳିଆ ଭାବନାରେ ଆମେ ରାମକୁ ପ୍ରେମ କରିବା ହେତୁ ଆମେ ରାମକୁ ପ୍ରାପ୍ତ ହେଇପାରୁନୁ। ଆମେ କାହାକୁ ପ୍ରାପ୍ତ ହଉଛୁ? କାମକୁ ପ୍ରାପ୍ତ ହଉଛୁ। ରାମ ପ୍ରାପ୍ତ ନ ହବା ବଦଳରେ ଆମେ କାହାକୁ ପ୍ରାପ୍ତ ହଉଛୁ? କାମକୁ ପ୍ରାପ୍ତ ହଉଛୁ। ଦେଖ, ରାମ ଆଉ ରାବଣ ଦିଟା ଯାକ ଅକ୍ଷର ସେମ୍ ନା ନାଇଁ? ନା ରାବଣ ରାକା ଆରମ୍ଭ ହେଲା ରାବଣ, ନା ରାକା ଆରମ୍ଭ ହେଲା ରାମ। ରାବଣ କେମିତି ହେଇଗଲା? ରା ବୋଲେ କଣ? ଜ୍ଞାନ। ରା ବୋଲେ କଣ? ରା କୁ ଛାଡିଦେଲେ କଣ ହବ? ରା କୁ କାଟି ଦଉନ, କଣ ହେଇଯିବ ଯେ? ଆମେ କଣ ହେଇଛୁ? ବଣ ହେଇଯାଇଛୁ ନା ନାଇଁ? କାହିଁକି ବୋଲେ ରା କୁ ଆମେ ଭୁଲି ଯାଇଛୁ। ଆମେ ହେଲେ ରା ସହିତ କଣ ମିଶେଇବା ଯେ? ମୋ ମିଶେଇବା ଯେ। ହେଲେ ମୋର ଅର୍ଥ କଣ? ଆମେ ଆଗ ନିଜେ ଆମେ ଭଗବାନଙ୍କ ସହିତ ମିଶିବାର ଅଛି। ଭଗବାନ ଅଛନ୍ତି ଆମ ଭିତରେ। କିଏ ଅଛନ୍ତି? କୋଉ ଭଗବାନ ଅଛନ୍ତି? ରାମ ନିଜେ ଅଛନ୍ତି ଆମ ଭିତରେ, କିନ୍ତୁ ଆମେ ତା ସହିତ ମିଶୁନୁ। ଆମେ ମିଶୁଛୁ କି? ମିଶିଲେ ତ ଆମେ କଣ ହବା ଯେ? ବ୍ରହ୍ମ ହେଇଯିବା। ଭଗବାନ ହଉଛନ୍ତି ବ୍ରହ୍ମ, ଭଗବାନ ହଉଛନ୍ତି ପରମାତ୍ମା। ଭଗବାନ ରାମଙ୍କ ସହିତ ଯଦି ଆମେ ମିଶିବା ବୋଲେ କଣ ହବା? ଆମେ ବି ରାମ ହେଇଯିବା, ଆମେ ବି ବ୍ରହ୍ମ ହେଇଯିବା। ଆମେ କିନ୍ତୁ ଆମେ ମିଶୁନୁ। ଦେଖ, ରାମ, ରାବଣ, ସୀତା। ପୁରାଣରେ ତ ସବୁବେଳେ ତମେ ଶୁଣୁଛ ନା ନାଇଁ? କିନ୍ତୁ ପ୍ରକୃତରେ କଣ ଏ ତିନିଟା ଜିନିଷ? ନା ରାମ କହିଲେ ଜ୍ଞାନ। ଥରେ କହିବ, ରାମ କହିଲେ କଣ? ରାବଣ କହିଲେ କଣ? ଅହଙ୍କାର। ଅହଙ୍କାର କହିଲେ କଣ? ଅଜ୍ଞାନ। ଅହଙ୍କାର କହିଲେ କଣ? ଅଜ୍ଞାନ। ଆଚ୍ଛା, ସୀତା କହିଲେ କଣ? ଶାନ୍ତି। ଜ୍ଞାନ ପାଖରେ ଶାନ୍ତି ରହିବ ନା ଅଜ୍ଞାନ ପାଖରେ ଶାନ୍ତି ରହିବ? କାହିଁ କହିଲ ଦେଖିବା? ଜ୍ଞାନ ପାଖରେ ଶାନ୍ତି ରହିବ। ରାମଙ୍କ ସହିତ ସୀତା ମାଙ୍କୁ ଯୋଡା ହଉଛି ନା ରାବଣ ସହିତ ଯୋଡା ହଉଛି? ସୀତାରାମ କହୁଛୁ ନା ନାଇଁ ଆମେ? ରାବଣ ସୀତା କେବେ କହୁନୁ ତ ଆମେ? ଅଜ୍ଞାନ ପାଖରେ କେବେ ଶାନ୍ତି ରହିବ ନାହିଁ, ଜ୍ଞାନ ପାଖରେ ଶାନ୍ତି ରହିବ। କିନ୍ତୁ ଅଜ୍ଞାନ କଣ କରୁଛି? ମତେ ସୀତା ଦରକାର ବୋଲିକି ଚୁରେଇକି ନେଇ ଯାଉଛି। ରାବଣ କଣ କରୁଛେ? ହେବ କି? ଆମେ ସେମିତି ଆମେ ରାବଣ ହେଇକି କଣ ଖୋଜୁଛୁ? ଆମେ ସୀତା ରୂପକ ଶାନ୍ତି ଖୋଜୁଛୁ। ଆମେ ମିଳିବ କି ଆମକୁ? ମିଳିବ? ରାବଣ ସୀତାକୁ ନେଲା, ତାର ପୁରକୁ ନେଲା କି? ନେଇପାରିବ ନାହିଁ, କେବେ ହେଇପାରିବ ନାହିଁ। ସେଟା ଅଜ୍ଞାନ କେବେ ଶାନ୍ତି ଅନୁଭବ କରିପାରିବ ନାହିଁ। ଶାନ୍ତି ଆମେ ପାଇବାକୁ ହେଲେ କଣ କରିବାକୁ ପଡିବ? ଆମକୁ ଜ୍ଞାନ ମାର୍ଗକୁ ଆମକୁ ଆସିବାକୁ ପଡିବ, ଜ୍ଞାନକୁ ଜାଣିବାକୁ ପଡିବ। ଜ୍ଞାନ ବେଶୀ ବଡ ଜିନିଷ। ନା ପ୍ରୟାଗରାଜରେ ରାମଙ୍କର କଥାକୁ ଆଣୁଛି। ପ୍ରୟାଗରାଜରେ କଣ କୁମ୍ଭ ମେଳା ଚାଲିଥିଲା।
ପ୍ରୟାଗରାଜରେ କଣ ଚାଲିଥିଲା? କୁମ୍ଭ ମେଳା। ସେ କୁମ୍ଭ ମେଳା କେତେ ଦିନ ହଉଛି? ମାସେଟି ହଉଛି। କୋଉ ମାସରେ କୁମ୍ଭ ମେଳା ହଉଛି କହିବ ଦେଖିଆ ଟିକେ? ଯାଇଥିଲ ତମେ? ମାଘ ମାସରେ କୁମ୍ଭ ମେଳା ହୁଏ। ଯେବେ ବି ପଡେ ମାଘ ମାସ ସାରା କୁମ୍ଭ ମେଳା ହୁଏ। ଯେତେବେଳେ ମାଘ ମାସରେ କୁମ୍ଭ ମେଳା ପଡିଲା ସେତେବେଳେ ସେ ଯୋଉ ପ୍ରୟାଗରାଜରେ ଭରଦ୍ୱାଜ ଋଷିଙ୍କର ଗୋଟେ ବଡ ଆଶ୍ରମ ଅଛି। ଭରଦ୍ୱାଜ ଋଷିଙ୍କର ଆଶ୍ରମକୁ ସମସ୍ତେ କଣ ପାଇଁ ଯାଆନ୍ତି? ଋଷିମୁନି ମାନେ ରାମ କଥା ଶୁଣିବାକୁ ଯାଆନ୍ତି। କଣ ପାଇଁ ଯାଆନ୍ତି? ରାମ କଥା ଶୁଣିବାକୁ ଯାଆନ୍ତି। ରାମ କଥା ଶୁଣିକି ସମସ୍ତେ ମୁନି ମାନେ ଖୁସି ହେଇଯାଆନ୍ତି। ଆମର ଭଳିଆ ଲୋକ ଯାକ ସେମାନେ ଖୁସି ହେଇକି ପଳେଇ ଆସନ୍ତି। କିନ୍ତୁ ଜଣେ ମୁନି ସେଠି ରହିଗଲେ ରାମ କଥା ଶୁଣି। କିଏ ରହିଗଲେ? ନା ଯାଜ୍ଞବଲ୍କ୍ୟ ବୋଲି ଗୋଟେ ମୁନି ଭରଦ୍ୱାଜଙ୍କ ଆଶ୍ରମରେ ରହିଗଲେ। କଣ ପାଇଁ ରହିଗଲେ? ନା ଯେତେ ରାମ କଥା ଶୁଣିଲେ ବି ତାଙ୍କୁ ତୃପ୍ତି ଲାଗୁନି। କଣ ଲାଗୁନି? ତାଙ୍କୁ ସନ୍ତୋଷ ହେଇପାରୁନି। ଆହୁରି କଣ ଅଛି? ଆହୁରି କଣ ଅଛି? ଅର୍ଜୁନ ଯେମିତି ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ନା ନାଇଁ? ପ୍ରଭୁ ଏଇଟା କଣ? ପ୍ରଭୁ ଏଇଟା କଣ? ପ୍ରଭୁ ଏଇଟା ପଚାରୁଛନ୍ତି ନା ନାଇଁ? ନା ପ୍ରଶ୍ନ ପଚାରିଲା ଆଗ ପୁଣି ଉତ୍ତର କହିଲା ଆଗ ପୁଣି ଜ୍ଞାନ। ଗୀତା ସେମିତି ହେଇଛି ନା ନାଇଁ? ଆଉ ଯେତେବେଳେ ଯାଜ୍ଞବଲ୍କ୍ୟ ରହିଗଲେ ଭରଦ୍ୱାଜ ଆଶ୍ରମରେ, ଭରଦ୍ୱାଜ ପୁଣି ପଚାରିଲେ, ହେ ମୁନିବର, ସମସ୍ତେ ତ ପଳେଇଲେ ପ୍ରୟାଗକୁ ଆସି ଗାଧେଇକି, ତମେ କଣ ରହିଗଲ? ସେଠି ଯାଜ୍ଞବଲ୍କ୍ୟ କହୁଛନ୍ତି, ପ୍ରଭୁ ମୋର ଗୋଟେ ସନ୍ଦେହ ଅଛି। କଣ ସନ୍ଦେହ ଅଛି? ନା ଯୋଉ ରାମ କଥା ମୁଁ ଶୁଣୁଛି ତା ଉପରେ ଆଗ ମୋର ସନ୍ଦେହ ଅଛି ବୋଲି କହିଲେ। ହଉ, ତମର ସନ୍ଦେହଟା କଣ ପଚାର? ସେତେବେଳେ କହୁଛନ୍ତି, ମୁନି ଦଶରଥ ରଜାଙ୍କର ପୁଅ ରାମ ନା, ଆଉ ଯୋଉ ଶିବ ଭଗବାନ ଯୋଉ ଜପ କରୁଛନ୍ତି ଯୋଉ ନାମ, ସେ ରାମ ଏ ରାମ ଗୋଟେ ନା ନା ଦିଟା ନା ବୋଲିକି ପଚାରିଲେ। କଣ କଣ ପଚାରିଲେ କାହିଁ କହିବ ଟିକେ ଦେଖିଆ? ଦଶରଥଙ୍କର ପୁଅ କା ରାମ ନା, ନା ଆଉ ଯୋଉ ଭଗବାନ ଶିବ ଯୋଉ ଆଖି ବନ୍ଦ କରିକି ଯୋଉ ଧ୍ୟାନ କରିକି ବସ୍ତା ଅଛନ୍ତି ସିଏ ଆହୁରି କୋଉ ରାମ ନା, ସେ ଅଲଗା ରାମ ନା କଣ ବୋଲିକି ପଚାରିଲେ। ମନେ ପଚାରିଲେ, ବଢିଆ ପ୍ରଶ୍ନ ପଚାରିଲ, ଭଲ ଲାଗିଲା ମତେ ଶୁଣିକି। ମାତ୍ର ତମେ ଅଜ୍ଞାନୀ ଭଳିଆ ପ୍ରଶ୍ନ ପଚାରିଲ ବୋଲି କହିଲେ। କଣ କହିଲେ ଭରଦ୍ୱାଜ? ନା ତମେ ଅଜ୍ଞାନୀ ଭଳିଆ ପଚାରିଲ ବୋଲି କହିଲେ। କଣ ହେଲା ପ୍ରଭୁ? ନା ରାମଙ୍କର ଉପରେ ତମେ ସନ୍ଦେହ କଲ, ରାମ ଦିଟା କି ବୋଲିକି ପଚାରିଲ। ସେଥିପାଇଁ ମତେ ଟିକେ ତମର ପ୍ରଶ୍ନ ଉପରେ ମତେ ଟିକେ ହସ ଲାଗିଲା, ମାନେ ହସ ମାଡୁଛି ବୋଲିକି କହିଲେ କିଏ? ଭରଦ୍ୱାଜ। ସେତେବେଳେ ଯାଜ୍ଞବଲ୍କ୍ୟ କହୁଛନ୍ତି, ପ୍ରଭୁ ମତେ କୁହନ୍ତୁ, ପ୍ରଭୁ କୁହନ୍ତୁ, ମୁଁ ଟିକେ ରାମ କଥା ଟିକେ ଶୁଣିବି। ଯୋଉ ରାମ କଥା ମୁଁ ଶୁଣିଲେ ମୋର ମନଟା ପୁରା ସ୍ଥିର ହେଇଯିବ। ରାମ କଥା ଶୁଣିଲେ କଣ ହବ? ମନ ସ୍ଥିର ହେଇଯିବ। ଯଦି ରାମ କଥା ଶୁଣିକି ଯଦି ଆମର ମନ ସ୍ଥିର ହଉନି, ଆଉ ଆମର ମନ କେବେ ସ୍ଥିର ହବ ନାହିଁ। କହୁଛନ୍ତି ଭରଦ୍ୱାଜ, କଣ କହୁଛନ୍ତି? ରାମ କଥା ଶଶି କିରଣ ସମାନ, ସନ୍ଥ ଚକର
ହେଲେ ଯାଜ୍ଞ ବଳ୍ୟ ମାନେ କାହିଁକି ପ୍ରଶ୍ନ ପଚାରିଲେ? ତାଙ୍କର ମନରେ ଟିକେ ସନ୍ଦେହ ଥିଲା ରାମଙ୍କ ପ୍ରତି। ନା କଣ ସନ୍ଦେହ ଥିଲା? ଧ୍ୟାନ ଦିଅ। ନା ଭଗବାନ ରାମ କେବେ ଜନ୍ମ ହେଲେ? ଭଗବାନ ରାମ କେବେ ଜନ୍ମ ହେଲେ? କୋଉ ଯୁଗରେ ଜନ୍ମ ହେଲେ? ଯେ ତ୍ରେତୟା ଯୁଗରେ ଜନ୍ମ ହେଲେ। କିନ୍ତୁ ଭଗବାନ ଶିବ ତ ତା ଆଗରୁ ବି ଅଛନ୍ତି ନା ନାଇଁ? ଭଗବାନ ଶିବ କଣ ତ୍ରେତୟା ଯୁଗରେ ଏକ ଅଛନ୍ତି କି? ସେ ତ ଭଗବାନ ଶିବଙ୍କର ତ ଜନ୍ମ ଆଗ ଆସୁଛି କି? ଜନ୍ମ ତାଙ୍କର ଦେଖ, ରାମଙ୍କର ଜନ୍ମ ପାଳନ ହଉଛି, କୃଷ୍ଣଙ୍କର ଜନ୍ମ ପାଳନ ହଉଛି, ଶିବଙ୍କର ଜନ୍ମ ପାଳନ ହଉଛି କି? ନା, ଶିବଙ୍କର ଜନ୍ମ କିଛି ନାଇଁ। ସେ ଅଜର ଅମର ଅବିନାଶୀ। ହେଲେ ଯଦି ଭଗବାନ ଶିବ ଯଦି ରାମ ରାମ ଉଚ୍ଚାରଣ କରୁଛନ୍ତି, ତାହେଲେ ସେ ଆଗ ଯୁଗରୁ ବି ଉଚ୍ଚାରଣ କରୁଥିବେ ତ ନିଶ୍ଚୟ। ଭରଦ୍ୱାଜ କହୁଛନ୍ତି ନିଶ୍ଚୟ। ନା ରାମ ଜନ୍ମ ନହେବା ପୂର୍ବରୁ କଣ ଅଛି? ରାମଙ୍କର ନାମ ଅଛି। ରାମ ପଛେ ଜନ୍ମ ହେଲେ, କିନ୍ତୁ ରାମ ନାମ କେବେ ଜନ୍ମ ହେଇଛି? ନା ଇଏ ସୃଷ୍ଟିର ଆରମ୍ଭରୁ ଅଛି ରାମ ନାମ। କେବେଠୁ ଅଛି? ଏ ସୃଷ୍ଟି ଯେତେବେଳେ ଆରମ୍ଭ ହେଇଛି ନା ସେତେବେଳଠୁ ରାମ ନାମ ଅଛି। ହେଲେ ଆମେ କେମିତି ଜାଣିପାରିବା ରାମ ନାମ କଥା? ଜାଣିପାରିବା କି? ସେଥିପାଇଁ ଗୋସ୍ୱାମୀ ତୁଳସୀ ଦାସ ରାମ ଚରିତ ଲେଖିବା ପୂର୍ବରୁ, ରାମ ଜନ୍ମ ଲେଖିବା ପୂର୍ବରୁ ସେ କାହାର କଥା ଲେଖିଲେ? ଶିବଙ୍କର କଥା ଲେଖିଲେ। ରାମଚରିତ ମାନସ ପଢୁଛ ତ? ପଢୁଛ ନା? ଭଗବାନ ତୁଳସୀ ଦାସ କଣ କଲେ? ନା ରାମ ଜନ୍ମ ଲେଖିବା ପୂର୍ବରୁ, ରାମଚରିତ ଲେଖିବା ପୂର୍ବରୁ କାହାର କଥା ଲେଖିଲେ? ସେ ଶିବଙ୍କର କଥା ଲେଖିଲେ। ନା କାହିଁକି? ତାଙ୍କର ମନ ଭିତରେ ପୁଣି ଆସିଲା ନା ରାମ ଭଗବାନ କାହାକୁ ବେଶୀ ଭଲ ପାଉଥିଲେ? ଶିବଙ୍କୁ। ରାମ ଭଗବାନଙ୍କୁ ଯଦି ପଚରା ଯିବ, ପ୍ରଭୁ ତମେ କାହାକୁ ବେଶୀ ଭଲ ପାଉଛ ବୋଲେ, ରାମ ଭଗବାନ ଉତ୍ତର ଦଉଥିଲେ, ମୁଁ କାହାକୁ ବେଶୀ ଭଲ ପାଉଛି ବୋଲେ ଶିବଙ୍କୁ ମୁଁ ବେଶୀ ଭଲ ପାଉଛି। ଆଚ୍ଛା, ରାମଙ୍କର ଶ୍ରେଷ୍ଠ ଭକ୍ତ କିଏ କହିଲେ ଦେଖିବା? ହନୁମାନ। ହନୁମାନ ନା? ତମେ ଡରୁଛ କହିବା ପାଇଁ? ହନୁମାନ ରାମଙ୍କର ଶ୍ରେଷ୍ଠ ଭକ୍ତ ନାହିଁ। ଶିବ ହଉଛନ୍ତି ରାମଙ୍କର ଶ୍ରେଷ୍ଠ ଭକ୍ତ। ଆଉ ଶିବ ଆକା ହନୁମାନ ହେଲେ। ହନୁମାନ କିଏ? ସ୍ୱୟଂ ଶିବ ଆକା ହନୁମାନ ହେଲେ। ନା କାହିଁକି ହନୁମାନ ହେଲେ? ନା ରାମ ଜନ୍ମ ହେଇନାହାନ୍ତି। ନା ରାମ ଜନ୍ମ ନ ହଉଣୁ ରାବଣର ଦୌରାତ୍ମ୍ୟ ବେଶୀ ବଢୁଛି। ହେଲେ ରାବଣ ଧର୍ମ କାର୍ଯ୍ୟ କରିବା ପାଇଁ ଚାନ୍ସ ଦଉନଥିଲା। କୋଉଠି ସୁନ୍ଦର ସ୍ତ୍ରୀ ଦେଖିଲେ ବି ସିଏ ରଖୁନଥିଲା। ଏମିତି ଯେତେବେଳେ ହେଲା, ସେତେବେଳେ ସବୁ ଦେବତା ମାନେ ଡରିଗଲେ। ନା ରାବଣ ହଉଛି ବେଶୀ ପରାକ୍ରମୀ ଥିଲେ, ବେଶୀ ବଳ ଥିଲା ତାଙ୍କ ପାଖରେ, ବେଶୀ ବଳ, ବେଶୀ ଧନ, ବେଶୀ ପାୱାର ବେଶୀ ଥିଲା ତାଙ୍କ ପାଖରେ। କୌଣସି ଦେବତା ରାବଣର ମୁହଁରେ ଛିଡା ହେଇପାରୁନଥିଲେ। ସେତେବେଳେ ଦେବତା ମାନେ ଆଲୋଚନା କଲେ। କଣ କଲେ? ଆଲୋଚନା କଲେ, ଆମେ ଆଙ୍କୁ କେହି ହେଲେ ପାରିବା ନାହିଁ। ହେଲେ କଣ କରିବା? ସ୍ୱୟଂ ଭଗବାନ ପାଖକୁ ଯିବା। ଭଗବାନ ଆସିଲେ ଆଗା ଆକୁ କଣ କି କରିପାରିବେ ବୋଲି ସବୁ ଦେବତା ମାନେ କାହା ପାଖକୁ ଗଲେ? ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ। ଭଗବାନ ବିଷ୍ଣୁଙ୍କ ପାଖକୁ ଯାଇକି ପ୍ରାର୍ଥନା କଲେ, ହେ ପ୍ରଭୁ, ନା ତମେ ଏ ମର୍ତ୍ତ୍ୟପୁରକୁ ଆସ ପ୍ରଭୁ। ନା କାହିଁକି?
ନା ଏ ଯୋଉ ରାବଣ ଆମକୁ ଯୋଉ ଦଣ୍ଡ ଦଉଛି ତମର ବିନା ଆମକୁ ଆଉ କିଏ ରକ୍ଷା କରିବ ପ୍ରଭୁ? ତମେ ଯଦି ଆସିବ ତାହେଲେ ଏ ରାବଣର ମୃତ୍ୟୁ ହବ, ଆଉ ଏ ପୃଥିବୀ କଣ ହବ? ଶାନ୍ତି ହେବ। ଏବେ କହୁଥିଲି ମୁଁ ନା ରାବଣ କିଏ କହୁଥିଲେ? କହୁଥିଲି ନା ନାଇଁ? ନା ମନୁଷ୍ୟ କେତେବେଳେ ଶାନ୍ତି ପ୍ରାପ୍ତ ହବ? ନା ତାର ଅହଙ୍କାର ଯେତେବେଳେ ଶୂନ୍ୟ ହବ। ଅହଙ୍କାର ତାର ନଷ୍ଟ ନହେଲା ପର୍ଯ୍ୟନ୍ତ ଭକ୍ତି ଉଦୟ ହବ ନାହିଁ, କି ରାମ ମଧ୍ୟ ଜନ୍ମ ହବ ନାହିଁ। ହେଲେ ସବୁ ଦେବତା ମାନେ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା। ଶିବ, ବ୍ରହ୍ମା, ବିଷ୍ଣୁ ଯେତେ ସବୁ ଦେବତା ମାନେ ଭଗବାନଙ୍କୁ ପ୍ରାର୍ଥନା କଲେ, ତ ଭଗବାନ ସେତେବେଳେ ପ୍ରସନ୍ନ ହେଲେ, ସମସ୍ତଙ୍କୁ ପ୍ରସନ୍ନ ହେଲେ। ହେଲେ କଣ କହିଲେ? ଭଗବାନ ପ୍ରସନ୍ନ ହେଇକି କଣ କହିଲେ? ମୁଁ ଜନ୍ମ ହେବି ସତ, କିନ୍ତୁ ତମେ ସମସ୍ତେ ଜଣେ ଜଣେ ଦେବତା ମାନେ ଗୋଟେ ଗୋଟେ ରୂପ ନେଇକି ହାତରେ ଜନ୍ମ ହୁଅ ବୋଲି କହିଲେ ଭଗବାନ। କଣ କହିଲେ ଭଗବାନ? ନା ତବେ ସବୁ ଯେତେ ଦେବତା ମୋ ପାଖକୁ ଆସିଛ ପ୍ରାର୍ଥନା କରିବାକୁ, ନା ସମସ୍ତେ ଗୋଟେ ଗୋଟେ ରୂପ ନେଇକି ତମେ ଜନ୍ମ ହୁଅ। ସେତେବେଳେ ଦେବତା ମାନେ ଭାବିଲେ, ଦେବତା ମାନେ ସବୁ ଜାଣିଛନ୍ତି ନା ଭଗବାନ ଆସିକି କୋଉଠି ରହିବେ? ନା ଭଗବାନ ଆସିକି ବଣରେ ରହିବେ ବୋଲି ସମସ୍ତଙ୍କୁ ଜଣା। ଭଗବାନ କି ଦରକାର ପଡିଥିଲା ବଣରେ ରହିବାକୁ? ଅଯୋଧ୍ୟା ଭଳିଆ ରାଜ୍ୟ ଛାଡିକି ଆମେ ଅଯୋଧ୍ୟା ଦେଖିବାକୁ ଯାଉଛୁ, 10,000 20,000 ଖର୍ଚ୍ଚ କରିକି ଯାଉଛୁ ନା ନାଇଁ? ନା ଅଯୋଧ୍ୟା ଭଳିଆ ଦେଶକୁ ସିଏ ଛାଡିକି ବଣକୁ ଯାଇଥିଲା, ଗୋଟେ କଥା। ଦ୍ୱିତୀୟ କଥା ହଉଛି ରାଜ ଗାଦି ଛାଡିକି ବଣକୁ ଯାଇଥିଲେ ରାମ। କିଏ ଯିବେ କି? କିଏ ଆଉ ଯାଇନାହାନ୍ତି ଆଜି ପର୍ଯ୍ୟନ୍ତ। ସେଇଭଳିଆ ରାମଙ୍କ ଭଳିଆ। ରାମଙ୍କର ବାପା କିଏ କିଏ? ଦଶରଥ। ଦଶରଥ କେମିତିକାର ରଜା ଥିଲେ ଟିକେ ଜାଣିଛ କି? ଜାଣିନ? ଦଶରଥ ଥିଲେ କେମିତିକାର ରଜା? ଲକ୍ଷେ ରଜାର ମୌଡମଣି ଥିଲେ ଦଶରଥ। ଦଶରଥ କିଏ ଥିଲେ? ଲକ୍ଷେ ରଜାର ମୌଡମଣି। ଲକ୍ଷେ ରଜାର ମୌଡମଣି ବୋଲେ ଦେଖ କେତେ ପାୱାରଫୁଲ ହେଇନଥିବ। ଆଜିକା ଡେଟରେ ଯଦି ଦଶରଥଙ୍କର ପାୱାର ସହିତ ତୁଳନା କରିବା ବୋଲେ କାହାର ପାୱାର? ନା ମୋଦି ଯେମିତି ସମସ୍ତଙ୍କର ଉପରେ ଯୋଉ ପ୍ରଧାନମନ୍ତ୍ରୀ ହେଇଛି ନାଇଁ, କେତେ ପାୱାର ଅଛି? ଯାହା କହିଲେ ତା ଦେଶ, ସେମିତି ଦଶରଥଙ୍କର ପାୱାର ଥିଲା। ଦଶରଥ କେତେ ଧନୀ ହେଇନଥିବେ ଚିନ୍ତା କର। ସେମିତିକାର ଘରେ ଯିଏ ଜନ୍ମ ହେଲା ରାମ, ସେ ବଣକୁ ଯିବାର କି ଦରକାର ଅଛି? କେତେ ସୁଖରେ ସେ ବଢି ନଥିବ ରାମ? ବଢିଥିବ ନା ନାଇଁ? ତମ ଘରେ 10 ଟଙ୍କା ନଥାଉ ଯାହା ତମର ପୁଅକୁ ଭୁବନେଶ୍ୱରରେ ପାଠ ପଢଉଛ। ରାମକୁ କେତେ ସୁଖରେ ରଖିନଥିବ, କିନ୍ତୁ ସେ ସୁଖରେ ରହିଲା ନାହିଁ। କଣ ପାଇଁ? ରାମ ସୁଖ କାହାକୁ ଇଚ୍ଛା ନାହିଁ କି କହିଲେ ଦେଖିବା? ସମସ୍ତଙ୍କୁ ସୁଖ ଇଚ୍ଛା ନା? ଦୁଃଖ କାହାକୁ ଇଚ୍ଛା କି? ହେଲେ ରାମ କଣ ଦୁଃଖ ଇଚ୍ଛା କଲେ, ସୁଖ ଇଚ୍ଛା କଲେ ନାହିଁ? କଣ ପାଇଁ? ନା ପ୍ରକୃତରେ ଦେଖ, ତମମାନଙ୍କୁ ମୁଁ ସମସ୍ତଙ୍କୁ ପଚାରିଲି, ସୁଖ କାହାକୁ ଇଚ୍ଛା ନାହିଁ ବୋଲେ ଆମେ ସମସ୍ତଙ୍କୁ ଇଚ୍ଛା ଆଜ୍ଞା ହୁଏ। ଯିଏ ସୁଖ ଚାହୁଁଛି ତାର ଜୀବନରେ କେବେ ସାଧନା ହବ ନାହିଁ। ସୁଖ କଣ କରିବ ତମକୁ? ତମକୁ ନରକକୁ ନେଇଯିବ ସୁଖ। ଦୁଃଖ କଣ କରିବ ତମକୁ? ଭଗବାନଙ୍କ ପାଖକୁ ନବ। ଗୋଟେ ବଢିଆ ଜିନିଷ ତମକୁ କହିବି। ତମେ ମନ୍ଦିରକୁ ଯାଇକି ଯୋଉ ପ୍ରାର୍ଥନା କରୁଛ, ତାଠୁ ଉଚ୍ଚତର ପ୍ରାର୍ଥନା ତମେ କୋଉଠି କରୁଛ ଜାଣିପାରିବ କି? ନାଇଁ, ସତ୍ସଙ୍ଗରେ ବି ନାହିଁ। ତାଠୁ ଉଚ୍ଚତର ପ୍ରାର୍ଥନା କରୁଛ ତମେ ମେଡିକାଲରେ। ଯଦି ଗୋଟେ ରୋଗୀ ଯଦି ମେଡିକାଲରେ ପଡିଥିବ, ସିଏ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରିବ, ତାର ଆଖିରୁ କଣ ଗଡିବ? ତମେ ମନ୍ଦିରରେ ଯାଇକି ଲୁହ ଗଡଉଛ କି? ସତ୍ସଙ୍ଗରେ ଲୁହ ଗଡଉଛ କି? ହେଲେ କୋଉ ଜାଗାର ପ୍ରାର୍ଥନାଟା ଉଚ୍ଚତର? କିନ୍ତୁ ଆମେ ମେଡିକାଲକୁ ଗଲେ, ଟିକେ ମା ମାନେ ଧ୍ୟାନ ଦିଅ, ମେଡିକାଲକୁ ଯାଇକି ଆଇଲା ତୋର ଆମେ କଣ ଲୁଗା ଅଖାଳୁଛୁ? ମାରା ହେଇଗଲା ବୋଲି ଅଖାଳୁଛୁ ନା ନାଇଁ? କେତେ ଲୋକ ପ୍ରାୟ ମୁଁ ଦେଖିଛେ, ଛୁଆ ମେଡିକାଲକୁ ଗଲେ ମତେ କଣ ଇନଫେକ୍ସନ ହେଇଯିବ ବୋଲି କହୁଛନ୍ତି। ମୁଁ ସବୁବେଳେ ଖାଲି ପାଦରେ ଆଗ ଯାଏ, ମୁଁ ତ କେବେ ଚପଲ ପିନ୍ଧୁନି, ମୁଁ ଖାଲି ପାଦରେ ଆଗ ମେଡିକାଲକୁ ଯାଉଛି। ମତେ କହୁଛନ୍ତି କିଛି ଇନଫେକ୍ସନ ହବ ନା? କଣ ପାଇଁ ଇନଫେକ୍ସନ ହବ ନାହିଁ? ମତେ ବିଶ୍ୱାସ ନା ଏଠି ଯୋଉ ପ୍ରାର୍ଥନା ହଉଛି ଆଉ କୋଉ ଜାଗାରେ ସେ ପ୍ରାର୍ଥନା ହଉନି। ତମେ ଦେଖ, ଯଦି ମେଡିକାଲରେ ଯଦି 10 ଦିନ ରହିଗଲ ବୋଲେ ସେଠି ରାମକୁ ଏମିତି ମନେ ପକେଇବ, ପ୍ରଭୁ ମତେ ଟିକେ ଭଲ କରିଦିଅ ପ୍ରଭୁ ବୋଲି କାନ୍ଦି ପକେଇବ। ସେ ଭକ୍ତି ବଡ ନା ଇଏ ଭକ୍ତି ବଡ?
ସିଏ ଭକ୍ତି ବଢ ଯୋଉ ଯେତେବେଳେ କୋ ଭକ୍ତିଟା ଶ୍ରେଷ୍ଠ ନା ଯୋଉ ଭକ୍ତିରେ ପୁଣି ଆଖିରୁ ଲୁହ ଆସିବ ସେ ଭକ୍ତି ହଉଛି ଶ୍ରେଷ୍ଠ। କୌଣସି ପୂଜା ଶ୍ରେଷ୍ଠ ନାହିଁ। ତମେ ଯଦି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଚାହୁଁଛ କେମିତି ପ୍ରାର୍ଥନା କରିବ? ତମର ଆଖିରୁ ଲୁହ ଝରିବାର ଅଛି। କଣ ଝରିବାର ଅଛି? ତମର କାହାର ଆଖିରୁ ଲୁହ ଝରୁଛି କେବେ? ବିଲକୁଲ ନାହିଁ। କାହିଁକି? ତମର ଭିତରେ ଆତୁରତା ଭାବନା ଆସୁନି। ରାମାୟଣରେ ଲେଖା ହେଇଛି ମମ କଥା ଗା ବତ ପୁଲକ ଶରୀରା ଗଦ ଗଦ ବହେ ନୟନ ନିରାତ୍ରି। ରାମ ଜୟ ରାମ ଜୟ ଜୟ ରାମ ଶ୍ରୀ ରାମ ଜୟ ରାମ ଜୟ ଜୟ ଭିତରେ ଭକ୍ତି କେତେବେଳେ ଆସିବ ନା ଯେତେବେଳେ ରାମଙ୍କର କଥା ଶୁଣିବା ଏ ଶରୀରରେ ରୋମାଞ୍ଚ ହବାର ଅଛି, ଲୋମ ଗୁଡାକ ଆମର ପୁଲକିତ ହବାର ଅଛି। ଆଉ ଯେତେବେଳେ ରାମ କଥା ଶୁଣିବା ଆମର ଆଖିରୁ ଲୁହ ଝରିବାର ଅଛି। ସେମିତି ଭକ୍ତି ଆସୁଛି କି ଆମକୁ? ହେଲେ ଆମେ କେମିତି ଭକ୍ତ ହେଇଗଲୁ? ଆମେ ଭଗବାନଙ୍କୁ ଯେତେବେଳେ ଭଲ ପାଇବା ସେତେବେଳେ ଆମର ଆଖିର ପାଣି ଝରିବ, ନହେଲେ ଝରିବ ନାହିଁ। ହେଲେ କୋଉ କଥା କହୁଥିଲି ତମକୁ? ଏ ଯୋଉ ଦେବତା ମାନେ ଯୋଉ ପ୍ରାର୍ଥନା କରିବା କଥା କହୁଥିଲେ, ସବୁ ଦେବତା ମାନେ ଯେତେବେଳେ ପ୍ରାର୍ଥନା କରିବାକୁ ଯାଇଛନ୍ତି ଶିବ ଭଗବାନ କଣ କରୁଛନ୍ତି ନା ଭଗବାନ ଯେତେବେଳେ କହୁଛନ୍ତି ତମେ ଯାଇକି ନିଜ ନିଜ ଅବତାର, ତମେ ଯାଇକି ସମସ୍ତେ ଭାଲୁ ହେଇଯାଅ, ବାନର ହେଇଯାଅ, ସବୁ ହେଇଯାଅ ବୋଲିକି ଯେତେବେଳେ କହୁଛନ୍ତି ସେତେବେଳେ ଶିବ ଭଗବାନ କଣ କରୁଛନ୍ତି? କାନ୍ଦୁଛନ୍ତି ଭଗବାନଙ୍କର କଥା ଶୁଣି। କଣ କରୁଛନ୍ତି ଶିବ ଭଗବାନ? କାନ୍ଦୁଛନ୍ତି। ଭଗବାନ ଦେଖିଲେ ସମସ୍ତେ ତ, ମୁଁ ତ ସମସ୍ତଙ୍କୁ ଆଦେଶ ଦେଇଦେଲି, ସମସ୍ତେ ତ ପଳଉଛନ୍ତି, ଆରେ ତମେ କଣ କାନ୍ଦୁଛ? ଶିବ ଭଗବାନଙ୍କୁ ପଚାରୁଛନ୍ତି। ଶିବ ଭଗବାନ କହୁଛନ୍ତି ପ୍ରଭୁ ତମେ କେବକୁ ଆସିବ ପ୍ରଭୁ, ତମକୁ ଆମେ କେବକୁ ଦେଖିବୁ ପ୍ରଭୁ ଏ ଆଖିରେ, ତମର ସେବା ଟିକେ ଆମକୁ କେବକୁ ମିଳିବ ପ୍ରଭୁ, ସେଇଥିପାଇଁ ଆଗ ମୁଁ କାନ୍ଦୁଛି ପ୍ରଭୁ, ଆତୁର ହେଇଯାଉଛି। ଶିବ ଭଗବାନ କଣ କରୁଛନ୍ତି? ଆତୁର ହେଇଯାଉଛନ୍ତି। ସେ ଆତୁର ଭାବଟା ଆମକୁ ଭଗବାନଙ୍କ ପାଇଁ ଦରକାର। ଆମକୁ ତଦ୍ରୂପ ଆମକୁ ଭୋକ ହବାର ଅଛି। ରାମଙ୍କ ଉପରେ ତଦ୍ରୂପ ଭାବନା ଆମର ଆସିବାର ଅଛି। ରାମଙ୍କ ପାଇଁ ଆମର ଆତୁରତା ଆସିବାର ଅଛି। ଆତୁରତା ଯେତେବେଳେ ଆସିବ ତାହେଲେ ଆମେ ଧୀରେ 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 କଣ ହବ? ଆମର ଭିତରେ ଭଗବାନଙ୍କର ଭକ୍ତି ଆସିବ। ଭକ୍ତିଟା ବଡ ଶ୍ରେଷ୍ଠ ଜିନିଷଟା, ବେଶୀ ବଡ ଜିନିଷଟା ନା। ଯେତେବେଳେ ଭଗବାନ ରାମ ରାବଣକୁ ଯେତେବେଳେ ମାରି ସାରିଲେ ତାକେ ଅଯୋଧ୍ୟା ପ୍ରତ୍ୟାଗମନ କଲେ। ପ୍ରତ୍ୟାଗମନ କଲା ପରେ କଣ ହେଲେ? ଭଗବାନ ରାଜ ସିଂହାସନରେ ଉପବେଶନ କଲେ। କଣ ହେଲେ? ଭଗବାନ ରାମ ରଜା ହେଲେ। ରାଜ ସିଂହାସନରେ ବସିଲେ ବୋଲି କଣ ହେଲେ? ଯେ ରଜା ହେଲେ। ରଜା ହେଲା ପରେ ଭଗବାନ ରାମ କଣ କଲେ? ଭାବିଲେ ଏଇ ଯୋଉ ବାନର ମାନେ, ଏଇ ଯୋଉ ଭାଲୁ ମାନେ, ଏଇ ଯୋଉ ପ୍ରଜା ମାନେ ମୋ ପାଇଁ ବେଶୀ ପରିଶ୍ରମ କରିଛନ୍ତି, ମୁଁ ପ୍ରଥମ ଦିନରେ ଆଗ ଏମାନଙ୍କୁ ସମସ୍ତଙ୍କୁ କଣ ଦେବି? ଉପହାର ଦେବି ବୋଲି ଭାବିଲି। ଉପହାରର ଅର୍ଥ କଣ? ଯେ ଦାନ। ମୁଁ ସମସ୍ତଙ୍କୁ, କାହାକୁ ବି ଛାଡିବି ନାହିଁ, ସମସ୍ତଙ୍କୁ ଦାନ ଦେବି ବୋଲି ଭାବିଲେ ରାମ। ଯେତେବେଳେ ଦାନ ଦେବି ବୋଲି ଭାବିଲେ ଘୋଷଣା କରିଦେଲେ ଯେତେ ମୋ ପାଇଁ ସେବା କରିଛନ୍ତି, ଯେତେ ଅଯୋଧ୍ୟା ନରନାରୀ, ଯେତେ ବାନର ବଲ୍ଲୁକ ଯେତେ ସବୁ ଅଛନ୍ତି, ମୁଁ ସମସ୍ତଙ୍କୁ ଆଜି କଣ ଦେବି? ଉପହାର ଦେବି।
ହେଲେ କେମିତି ଉପହାର ଦେବେ ଭଗବାନ ରାମ? ନା ଯିଏ ଯାହା ଚାହିଁବ ତାହା ଦେବେ। କଣ ଦେବେ? ଯଦି ଜଣେ ଚାହିଁଲା ମତେ ଆଜ୍ଞା ସୁନାର ଥାଳି ଦିଅ ବୋଲି ହଁ, କାହିଁକି ବୋଲେ ଅଯୋଧ୍ୟାର ତ ଅପ୍ରମିତ ଧନ ନା। ଦଶରଥ ରଖିକି ଅଛନ୍ତି, ରଖିଛନ୍ତି, ହେଲେ ଅପ୍ରମିତ ଧନ ଅଛି। ଭଗବାନ ଆମର ଯେତେବେଳେ ଏମିତି ଡିକ୍ଲେୟାର କରିଦେଲେ କାହାକୁ ଧନ ଦରକାର ନାହିଁ କହିଲ। ଭଗବାନ କହୁଛନ୍ତି ରାମ ଯିଏ ଯାହା ଚାହିଁବ ମୁଁ ତାହା ତାକୁ ଦେବି। ଏଡେ ବଡ କଥା ନାହିଁ ତ ଲମ୍ବା ଲାଇନ ଲାଗିଗଲା ଭଗବାନ ରାମଙ୍କର ଦରବାରରେ। ବ୍ରାହ୍ମଣ ମାନେ, କର୍ଣ୍ଣ ମାନେ, ବାନର ମାନେ ସମସ୍ତେ ଲମ୍ବା ଲାଇନରେ ଛିଡା ହେଲେ। ଭଗବାନ ସମସ୍ତଙ୍କୁ ସବୁ ବାଣ୍ଟୁଛନ୍ତି। ରାମ ଭଗବାନ ଯେତେବେଳେ ବାଣ୍ଟୁଛନ୍ତି ସମସ୍ତଙ୍କୁ ସବୁ ଦେଇ ସାରିଲେ, ସମସ୍ତେ ନେଇଗଲେ, କିନ୍ତୁ ଗୋଟେ ଜଣ ଦାନ ନେବାକୁ ଆସିନାହାନ୍ତି। କାହିଁ କହିଲ ଦେଖିବା ନାଟା କିଏ ହେଇଥିବ ସେଟା? ଦାନ ନ ନେବା ଲୋକ କିଏ ଥିବେ? ହନୁମାନ କି? ନାଇଁ, ଭୁଲ ହେଇଗଲା। ଆଉ ଗୋଟେ ଜଣ ମନେ ପକ। ରାମଙ୍କର ଯିଏ ଗୁରୁ ସିଏ ଆଗା ଦାନ ନେବାକୁ ଆସିନାହାନ୍ତି। ବଶିଷ୍ଠ। ରାମଙ୍କର ଦିଟା ଗୁରୁ। ଆମେ ତ ଯଦି କିଏ ଗୁରୁ କଲେ ଏ ଗୁରୁ ଗୋଟେ କରିକି ତାର ପଛରେ ବୁଲୁଛି ରେ ବୋଲିକି ଆମକୁ ଏମିତି ଆଙ୍ଗୁଠି ଦେଖୁଛନ୍ତି, କିନ୍ତୁ ଭଗବାନ ରାମଙ୍କର ଦିଟା ଗୁରୁ। ବଶିଷ୍ଠ ହଉଛନ୍ତି ତାଙ୍କର କୁଳ ଗୁରୁ, ଯଜମାନ ପୁରୋହିତ ବୋଲିକି ଆମେ ବୋଲୁ କି କୁଳ ଗୁରୁ ସହିତ ଆତ୍ମଜ୍ଞାନ ଗୁରୁ ମଧ୍ୟ ବଶିଷ୍ଠ। ଆଉ ତାଙ୍କର ଆଉ ଜଣେ ଗୁରୁ କିଏ? ବିଶ୍ୱାମିତ୍ର, ଯିଏକି ତାଙ୍କୁ ଅସ୍ତ୍ର ଶସ୍ତ୍ର ଶିକ୍ଷା ଦେଇଥିଲେ। ଦିଟା ଗୁରୁ, ଗୋଟେ ଅସ୍ତ୍ର ଶସ୍ତ୍ର ଶିକ୍ଷା ଦେବା ଗୁରୁ, ଆଉ ଗୋଟେ ଆତ୍ମଜ୍ଞାନ ଦେବା ଗୁରୁ। ଆମେ ଗୁରୁ କରିବା ଦରକାର। ଆମେ ଯେକୌଣସି ସତ୍ସଙ୍ଗ ସବୁରେ ରହିବା, କିନ୍ତୁ ଗୁରୁ କାହିଁକି କରିବା? ନା ଗୁରୁ ଆଗେ ଆମକୁ କଣ କରିବା ବୋଲେ ସଂସ୍କାର କରିବା, ଆମର ହୃଦୟକୁ ସେ ସଫା କରିବା। ଆମର ଭିତରେ ଯୋଉ ଅଜ୍ଞାନ ଅଛି ତାକୁ ସେ ଝିକିକି ବାହାର କରିପାରିବେ। ନା ରାମାୟଣରେ ବି ସେ କଥା ଲେଖା ହେଇଛି। କଣ ଲେଖା ହେଇଛି? ଗୁରୁ ବେନ ଭବ ନିଧି ତର ନା ଆମର କଥା କଥାରେ କହୁଛନ୍ତି କଣ? ଗୋରୁ ମାରିଲେ ଗୋଇଠା। ଆଉ ଗୋଟେ ପଦ କଣ? ଗୋରୁ ମାରିଲେ ଗୋଇଠା, ଅନ୍ଧାର ଘରେ ଜଳେ ଗୋଇଠା। ଗୁରୁ ଯଦି ଗୋଇଠା ମାରିବ ଆମକୁ, ନା ଅନ୍ଧାର ଘରେ ଗୋଇଠା ଜଳିବ। ଅନ୍ଧାର ଘର ବୋଲେ କଣ? ଇଏ ଶରୀରଟା କି ଭାବରେ ରହିଛି? ଏ ଅନ୍ଧାର ଘରଟା ଅଜ୍ଞାନ ଥିବା ହେତୁ ଏଇ ଘରଟା ଅନ୍ଧାର ବୋଲି କୁହାଯାଏ। ଗୁରୁଙ୍କର ସ୍ପର୍ଶ ମାତ୍ରେ ସେ ଅନ୍ଧାରଟା ଦୂର ହବ। ନା କେମିତି? ନା ଯେତେବେଳେ ରାତି ହେଇଥିବ ଉଜ୍ଜଳ କେମିତି ହଉଛି? ସୂର୍ଯ୍ୟଙ୍କର ଆଗମନ ହେଲା ଏକା ଉଜ୍ଜଳ ହଉଛି। ଆମ ଭିତରେ ଗୁରୁଙ୍କର ଆଗମନ ହଉଛି ସୂର୍ଯ୍ୟଙ୍କର ଆଗମନ ସଦୃଶ୍ୟ। ସେଥିପାଇଁ ଆପଣମାନେ ଖରାପ ଭାବେ ନାହିଁ, ରାମାୟଣରେ ବି ଗୁରୁତତ୍ଵ ଉପରେ ବେଶୀ ଗୁରୁତ୍ୱ ଦିଆଯାଇଛି, ଭାଗବତରେ ବି ବେଶୀ ଗୁରୁତ୍ୱ ଦିଆଯାଇଛି। ଆଉ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନକୁ ଯୋଉ କହୁଛନ୍ତି ଭଗବତ ଗୀତା, ସେଇଟା ବି ଗୁରୁତତ୍ଵ। ନା ଶେଷକୁ ନାଇଁ କି ଅର୍ଜୁନ କଣ ହେଲେ ବୋଲେ ଶିଷ୍ୟତ୍ୱ ଗ୍ରହଣ କଲେ କୃଷ୍ଣ। ନା ଗୁରୁ ଶିଷ୍ୟ କଲେ କଣ ଯେ ସମ୍ପୂର୍ଣ୍ଣ ଶରଣାଗତ ହେଲେ ଅର୍ଜୁନ। ସମ୍ପୂର୍ଣ୍ଣ ଶରଣାଗତ ଯେତେବେଳେ ହେଲେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆତ୍ମଜ୍ଞାନ ପ୍ରଦାନ କଲେ।
କି ଜ୍ଞାନ ପ୍ରଦାନ କଲେ? ଆତ୍ମଜ୍ଞାନ ପ୍ରଦାନ। ବଡ ମାନେ ଜ୍ଞାନର ବିଷୟ ନାହିଁ କି ବଡ ଜଟିଳରୁ ଜଟିଳ, ବହୁତ କଷ୍ଟ ଜ୍ଞାନ ଜାଣିବାଟା, କିନ୍ତୁ ଜାଣିଗଲେ ମାତ୍ର ବହୁତ ସହଜ। ହେଲେ ଯେତେବେଳେ ରାମ ଭଗବାନ ସମସ୍ତଙ୍କୁ ଦାନ ଦଉଛେ, ଜଣେ ଆସିଲା ନାହିଁ କିଏ? ସେ ହଉଛନ୍ତି ଗୁରୁ। ଯେତେବେଳେ ରାମ ଭଗବାନ ଦୁଃଖ ହେଇଗଲେ, ନା ମୁଁ ସମସ୍ତଙ୍କୁ ସନ୍ତୁଷ୍ଟ କଲେ କି ଲାଭ ଯଦି ଗୁରୁଙ୍କୁ ସନ୍ତୁଷ୍ଟ କରିପାରିବି ନାହିଁ? ତମେ ଯଦି ସମସ୍ତଙ୍କୁ ଖାଇବାକୁ ଦବ, ଏ ଯୋଉ ଯିଏ କି ମୁଖ୍ୟ ଯୋଉ ଭାଇ ମାନେ ଆସିଥିବେ ତାଙ୍କୁ ଖାଇବାକୁ ଦବ ନାହିଁ ବୋଲେ ଅସୁବିଧା ନା ନାହିଁ? ସେତେବେଳେ ଗୁରୁଙ୍କୁ ଡକେଇଲା ଭଗବାନ ରାମ, ଦି ଜଣଙ୍କୁ ପଠେଇଲେ, ଗୁରୁଙ୍କୁ ଅଣେଇଲେ, ଗୁରୁଙ୍କୁ ପଚାରିଲେ, ଗୁରୁଦେବ ମୋର କୋଉଠି ପ୍ରଭୁ ତ୍ରୁଟି ରହିଲା? ସମସ୍ତେ ଦାନ ନେଲେ, ଆପଣ କିଛି ଦାନ ନେଲେ ନାହିଁ। ନା ଗୁରୁଦେବ କହୁଛି ମତେ କିଛି ଦରକାର ନାହିଁ, ବଶିଷ୍ଠ କହୁଛନ୍ତି। ହେଲେ କଣ ହେଲା ଆପଣଙ୍କୁ ଦରକାର ଥିବ ନା? ସେତେବେଳେ ବଶିଷ୍ଠ କହୁଛନ୍ତି ନା ମତେ ଗୋଟେ ଜିନିଷ ଦରକାର ଯେ ତମେ ଦେବି ବୋଲିକି ସଂକଳ୍ପ କଲେ ଆଗା ମୁଁ କହିବି ବୋଲି। ରାମ ଭଗବାନ ଏତିକି ଉଦାର, ରାମ ଭଗବାନଙ୍କର ଏତେ ଉଦାର ଦୟାଳୁ ଦାନୀ କେହି ନାହାନ୍ତି। ତ ରାମାୟଣରେ ଆସୁଛି ଭଗବାନଙ୍କର ଦାନର ମହାନ କଥା। ନା କେତେବେଳେ? ନା ଯେତେବେଳେ ରାବଣକୁ ଭଗବାନ ରାମ ମାରିଦେଲେ, ବିଭୀଷଣକୁ ଯେତେବେଳେ ରାଜ୍ୟ ଦେବାକୁ ଗଲେ ଭଗବାନ ରାମ, ବିଭୀଷଣ କହୁଛନ୍ତି ପ୍ରଭୁ ନା ଏ ରାଜ୍ୟ ମୁଁ କେମିତି ନେବି, ମୋର କି ଅଧିକାର? ବିଭୀଷଣ କଣ କହୁଛନ୍ତି? ଏ ରାଜ୍ୟରେ ମୋର କେମିତି ଅଧିକାର ହେଲା? ରାବଣକୁ ତମେ ମାରିଲ ନା, ଏ ରାଜ୍ୟ ତମର ନା, ମୋର କେମିତି ହେଲା? ସେତେବେଳେ ଭଗବାନ ରାମ କହୁଛନ୍ତି ମୁଁ ତମକୁ ଏ ରାଜ୍ୟ ଦାନ ଦେଇ ଦଉଛି। ଦେଖ ଭଗବାନ ବନବାସକୁ ଯାଇକି ମଧ୍ୟ ବିଭୀଷଣକୁ କଣ କଲେ? ରାଜ୍ୟ ଦାନ ଦେଇଦେଲେ। ରାଜ୍ୟ ବୋଲେ ଲଙ୍କାରେ କେତେ ଟଙ୍କା ଥିଲା, କେତେ ସୁନା ଥିଲା, ସ୍ୱର୍ଣ୍ଣମୟ ଲଙ୍କା। ରାବଣର ଗୋଟେ ସ୍ୱର୍ଣ୍ଣ ଏ ସ୍ତମ୍ଭକୁ ଅଯୋଧ୍ୟା ସମାନ ହେଇପାରିବ, ସେମିତିକାର ପୁଣି ଲଙ୍କା। ସେମିତିକା ଲଙ୍କାକୁ ଭଗବାନ ଅତି ସହଜରେ ବିଭୀଷଣକୁ ଦାନ ଦେଇଦେଲେ। କିଏ ଦେଇପାରିବ କି? ଦେଇପାରିବ? ତ ଭଗବାନ କେମିତିକାର ଉଦାହରଣ ଥିଲେ, ଭଗବାନ ରାମ କେମିତିକାର ଦାନୀ ଥିଲେ। ହେଲେ ବଶିଷ୍ଠଙ୍କୁ କହୁଛନ୍ତି ରାମ ତମକୁ କଣ ଦରକାର ପ୍ରଭୁ? ମୁଁ ଅଯୋଧ୍ୟା ମାଗିଲେ ମଧ୍ୟ ମୁଁ ଦେଇଦେବି। ସେତେବେଳେ ବଶିଷ୍ଠ କହୁଛନ୍ତି ଗୋଟେ କଥା କହୁଛନ୍ତି, ମୁଁ ଗୋଟେ ଜିନିଷ ମାଗିବି ମତେ ଦିଅ, ଆଉ ମତେ କିଛି ଦରକାର ନାହିଁ। ସେତେବେଳେ ବଶିଷ୍ଠ କହୁଛନ୍ତି ବାର ବାର ବର ମାଗ ହରସେ ଦେହୁ ଶ୍ରୀରଙ୍ଗ, ବାର ବାର ବର ମାଗ ହରସେ ଦେହୁ ଶ୍ରୀରଙ୍ଗ, ମଦ ସରୋଜ ମଦ ପାୟନି ଭଗତି ସଦା ସତ୍ସଙ୍ଗ, ଭଗତି ସଦା ସତ୍ସଙ୍ଗ। ଶ୍ରୀରାମ ସେଠି ଗୁରୁ କଣ ମାଗିଲେ? ବାର ବାର ବର ମାଗ ହରସି ଦେଉ ଶ୍ରୀରଙ୍ଗ, ପଦ ସରୋଜ ଅନପାୟନି ସଦା ସତସଙ୍ଗ। ବଶିଷ୍ଠ ମାଗୁଛନ୍ତି ପ୍ରଭୁ ମତେ ଯଦି କିଛି ଦାନ ଦବ, ନା ମତେ କଣ ଦବ? ତମର ପାଦ ଦରକାର, ଆଉ ସଦାବେଳେ ମତେ କଣ ସତ୍ସଙ୍ଗ ଦରକାର, ମତେ ଦିଅ ପ୍ରଭୁ ବୋଲି ମାଗିଲେ। କଣ ମାଗିଲେ? ସଦା ସତ୍ସଙ୍ଗ। ସଦା ସତ୍ସଙ୍ଗର ଅର୍ଥ କଣ? ସଦା ବେଳେ ସବୁବେଳେ, ସବୁବେଳେ ଯିଏ ସତ୍ସଙ୍ଗ କରିବ ତାର ଭିତରେ କଣ ନଷ୍ଟ ହେଇଯିବ? ତାର ଭିତରେ ଆସକ୍ତି ନଷ୍ଟ ହେଇଯିବ, ତାର ଭିତରେ କାମନା ନଷ୍ଟ ହେଇଯିବ। ଆମର ଦୁଃଖ କେତେବେଳେ ଯିବ?
ନା କାମନା ବିନାଶରେ ଆଗା ଦୁଃଖର ବିନାଶ। ନା ଯେତେବେଳେ ପର୍ଯ୍ୟନ୍ତ ଆମର ଇଚ୍ଛା ଅଛି ସେତେବେଳେ ପର୍ଯ୍ୟନ୍ତ ଆମକୁ କଣ ଅଛି? ଦୁଃଖ ଅଛି। ଯେତେବେଳେ ଆମର ଇଚ୍ଛା ମରିଯିବ ଦୁଃଖ। ଦୁଃଖ କୋଉଠୁ ସୃଷ୍ଟି ହଉଛି? ଭିତରରୁ ନା ନାଇଁ? ଭିତରେ କିଏ ଅଛି? ଇଚ୍ଛା ଅଛି। ବିଶ୍ୱାସ ମୂଳେ ଧର୍ମ ଜାତ ଗୋବିନ୍ଦ, ଧର୍ମ ଧାରଣାରେ ଜଗତ ଗୋବିନ୍ଦ। ଗୋବିନ୍ଦ 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 ଗୋବିନ୍ଦ। सीता मैया के श्री लक्ष्मण लाल के ना गुरुदेव कौन मागिले? सदा सत्संग मागिले। ना सदा सत्संग कले कौन हब ना आमर भितर आउ कामना नष्ट हो सब बळे जे सत्संग करियो कौन हब? ता भितर कामना नष्ट हो ता भितर आउ कामना रही पारिबो नाही। ना सत्संग कौन कामना कौन ना कामना होचे पाळगदा। पाळगदा देखिଛ परा? देखिଛ ना नाही? आ सत्संग कौन? दियासिले। दियासिले लागिले पाळगदा कौन हबो? किंतु आमे दियासिले लगो